गोटे गाँव रे गोटे झीलटे थिला। तार ना हैला सुनी। से देखिबाकू तो सुंदर थिला, किंतु ता मुंडरे गोटे भी चुटी नथिला। सेथिपाई लोके ताकू नांडी सुनी कही डाकुथिले। से जेबे रास्ता रे जाउथिला, जणे स्त्री लोक कहिला, देखो लो देखो, नांडी सुनी आसिलाणी। आकू किए बाहा हब केजाणी। ये तो पूरा नांडीटा आउ। यह सुनी से कांदी कांदी घर को चलीगला। घरे जाई कांदिबाकू लागिला। तापरे ता माँ कहिले, कांद ना माँ, भगवान भल लोक सहित एमेती करंती। ता परदिन सुनी को पुआ घर लोक देखिबाकू आसिले। तापरे ता सासू कलावती कहिला, एथर झील को आण। तापरे सुनी आसिला। समस्ते सुनी को देखी आश्चर्य होइगले। ताकू देखिबाकू आसिथिबा समेश कहिला, माँ, ये तो नांडीटा, ताकू मु बाहा हेबिनी। चुप कर, से माने सुनी नेबे। तापरे सुनीर माँ कहिले, ଯୌତୁକରେ କିଛି ଅସୁବିଧା ହବନି। ଆପଣଙ୍କର ଯଦି ଝିଅ ପସନ୍ଦ ଅଛି ତାହେଲେ କୁହନ୍ତୁ, ନହେଲେ ଆପଣମାନେ ଆସିପାରନ୍ତି। ଯୌତୁକ କଥା ଶୁଣି କଳାବତୀ ପୁରା ଖୁସି ହୋଇଗଲା। ଆଉ ବାହାଘର ପାଇଁ ହଁ କରିଦେଲା। ତାପରେ ସେମାନଙ୍କର ବାହାଘର ହେଲା। ବାହାଘର ପରେ କିଛି ଦିନ ସବୁ ଠିକଠାକ୍ ଚାଲିଲା। ତାପରେ ସୁନିକୁ ସମସ୍ତେ କହିବା ଆରମ୍ଭ କରିଦେଲେ। ତାପରେ ସಮೇଶ କହିଲା, ମାଁ, ୟା ସହିତ ମୁଁ ଆଉ ରହିପାରିବିନି। ୟାର କିଛି ଗୋଟେ କର। ତାପରେ ସେମାନେ ତା ଖାଇବାରେ ବିଷ ମିଶାଇ ଦେଲେ। ତାପରେ ସୁନି ମରିଗଲା ଆଉ ଡାହାଣୀ ହୋଇଗଲା। ହେ ଭଗବାନ, ସୁନି ସହ ଏ କ'ଣ କଲ? ଏପରି କହି କାନ୍ଦିବାକୁ ଲାଗିଲା। ସେ ଘରକୁ ତନ୍ତ୍ରମନ୍ତ୍ର କରିଥିଲେ, ତେଣୁ ସେ ଘରକୁ ସୁନି ଆସିପାରୁ ନଥିଲା। ତାପରେ ସୁନି ଯାହାର ଲମ୍ବା ଚୁଟି ଦେଖୁଥିଲା, ସେ ରାତିରେ ତା ଘରକୁ ଯାଉଥିଲା ଆଉ ନାଣ୍ଡି କରି ଦଉଥିଲା। ଗୋଟିଏ ଦିନ ସେ ଗୋଟେ ସ୍ତ୍ରୀ ଲୋକକୁ ଦେଖିଲା, ଯାହାର ସୁନ୍ଦର ଲମ୍ବା ଚୁଟି ଥିଲା। ଆରେ ବା, ଆର କେତେ ଲମ୍ବା ଚୁଟି। ଆଜି ତ ୟା ଘରକୁ ଯିବାକୁ ପଡ଼ିବ। ତାପରେ ସେ ରାତିରେ ସେ ସ୍ତ୍ରୀ ଲୋକ ଘରକୁ ଗଲା। ସେ ସ୍ତ୍ରୀ ଲୋକ ରୋଷେଇ କରୁଥିବା ସମୟରେ ଡାହାଣୀ ଆସି ଘର ଅନ୍ଧାର କରି ତା ଚୁଟି କାଟି ଚାଲିଗଲା। ହେ ଭଗବାନ, ଏ କ'ଣ ହେଲା? ମୋ ଚୁଟି କୁଆଡ଼େ ଗଲା? ତାପରେ ଚାରିଆଡ଼େ ଶୁଣିବାକୁ ମିଳିଲା ନଣ୍ଡା କରୁଥିବା ଡାହାଣୀ ବୁଲୁଛି ବୋଲି। ତା ପରଦିନ ସେ ଆଉ ଗୋଟେ ସ୍ତ୍ରୀ ଲୋକ ଘରକୁ ଗଲା। ସେ ନଣ୍ଡା କରିବାକୁ ଗଲାବେଳେ ଲୋକମାନେ ତାକୁ ଧରି ନେଲେ ଆଉ ପଚାରିଲେ, ଏ କିଏ ତୁ? କ'ଣ ପାଇଁ ଏମିତି କରୁଛୁ କହ, ନହେଲେ ଭସ୍ମ କରିଦେବୁ। ତାପରେ ଡାହାଣୀ ତାର ସବୁ ସତ କଥା କହିଲା। ଶାଶୁ ଓ ସ୍ୱାମୀ ତା ହତ୍ୟା କରିଛନ୍ତି ଓ ତାର ପ୍ରତିଶୋଧ ନେବାକୁ ସେ ଚାହୁଁଛି ବୋଲି କହିଲା। ହଁ, ତୁମକୁ ଆମେ ନ୍ୟାୟ ଦେବୁ, ହେଲେ ତୁମେ ସବୁଦିନ ପାଇଁ ଏ ଜାଗା ଛାଡ଼ି ଚାଲିଯିବ। ତାପରେ ସେମାନେ ଡାହାଣୀର ଶାଶୁ ଓ ସ୍ୱାମୀଙ୍କୁ ପୋଲିସରେ ଦେଲେ। ତା ପରଠାରୁ ଡାହାଣୀ କାହାର ବି କ୍ଷତି କଲାନି। ତା ଆତ୍ମାକୁ ମୁକ୍ତି ମିଳିଲା। ଯଦି ଆପଣମାନଙ୍କୁ ଏହି ଗପଟି ଭଲ ଲାଗିଲା, ଗପଟିକୁ ଲାଇକ୍ କରନ୍ତୁ। ଏହିଭଳି ଅନ୍ୟ କାର୍ଟୁନ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲ ଓଡ଼ିଆ କାର୍ଟୁନ ୱାର୍ଲ୍ଡକୁ ସବସ୍କ୍ରାଇବ୍ କରନ୍ତୁ।